क्रियायोग विदेश जमी प्रचार होमती ଆପଣ ଏଇଠୁ ଶିଷ୍ୟମାନେ ଯାଇ ଆମର ପ୍ରଜ୍ଞାନନ୍ଦ ସରସ୍ୱତୀ ହରିରାନନ୍ଦ ମୁଁ ବି ଯାଉଛି ବିଦେଶ ସେମିତି ଭାରତରେ କାହିଁ ପ୍ରଚାର ହଉନି ଏତେ ଭାରତରେ ପ୍ରଚାର କ୍ରିୟା ଯୋଗରେ ଆମେ ଗୋଟେ ପ୍ରଚାର କରିବାକୁ ଯିବା ଯେ ମୁଁ ଏମିତି ମୁଁ ସେମିତି ଆମର ଏଠି ଏଇଟା କରାଯାଉନି ମୁଁ କେମିତି ନିଜ ଭିତରେ ରହ ଲୋକ ଆସିକି ଦେଖନ୍ତୁ ତମେ କେମିତି ନିଜେ କହିବେ ଏଇଟା ମୋର ଦେଖ ଏଇ ବାଇଗଣଟା ଭାରି ଦାମୀ ବାଇଗଣଟା ଚିକଚି କରୁଛି କେମିତି ଦେଖ ବାଇଗଣଟା ଦେଖିଲେ ଲୋକ ଜାଣିବେନି ତୁମେ କହିବା କ'ଣ ମୋର ଦରକାର ନା କ୍ରିୟାଯୋଗ ଗୋଟେ ମୂଳ କଥା କହିଲେ ଆପଣ ଈଶ୍ୱରଙ୍କୁ ଉପଲବ୍ଧି କରିପାରିବେ ହଁ ଈଶ୍ୱର ଉପଲବ୍ଧି କରିବେ ଆଉ ଫିଜିକାଲ ମେଣ୍ଟାଲ ସବୁ ଇଣ୍ଟେଲେକ୍ଚୁଆଲ ଇଭଲ୍ୟୁସନ ହବ ଡେଭଲପମେଣ୍ଟ ହବ ଶାରୀରିକ ମାନସିକ ବି ହେଇପାରିବ ଶାରୀରିକ ମାନସିକ ସବୁ ପ୍ରକାର ସର୍ବାଙ୍ଗୀନ ଉନ୍ନତି ତ ଆଉ ଅଲ୍ ଟାଇପ୍ସ ଅଫ୍ ଡେଭଲପମେଣ୍ଟ ଆମର ପ୍ରାଣାୟାମଟା କରିବେ ଗୋଟେ ତ ପ୍ରାଣାୟାମ ନୁହଁ ଆମର 6ଟା ଷ୍ଟେପ୍ ଅଛି ତାପରେ ସବିକର୍ମ ମିଶିଲେ ଟୋଟାଲ 8ଟା ଷ୍ଟେପ୍ এই 8ଟା ଷ୍ଟେପ୍ରେ ଆମର ବହୁତ ପ୍ରାୟ ଯେତେକ ଆମର ସାଧାରଣତଃ ଗୌରବ ସଂହିତା ହଉ କିମ୍ବା ଯେତେ ଆମର ସବୁ ଯୋଗ ଶାସ୍ତ୍ର ଅଛି କିନ୍ତୁ ଯେତେ ଗୁଡ଼ିଏ ସବୁ ପ୍ରାଣାୟାମ କରାହେଇଛି ଏ ସବୁ ଆମର ସେ ବିଗିନିଂରୁ ସେ ଏଣ୍ଡ ପର୍ଯ୍ୟନ୍ତ ସମସ୍ତ ପ୍ରାଣାୟାମ ସେଥିରେ ସନ୍ନିବେଶିତ ହେଇକି ରହିଛି प्राणायाम क्रियायोग ଭିତରେ ତଫାତ କ'ଣ ତ ଯୋଗ ପ୍ରାଣାୟାମ କ୍ରିୟାଯୋଗ ଗୋଟେ କ'ଣ ସେଇଟା ଗୋଟେ ସିଷ୍ଟମ ନା ପ୍ରାଣାୟାମ ତାର ଗୋଟେ ଅଙ୍ଗ ପ୍ରାଣାୟାମ ଏର ଗୋଟେ ଅଙ୍ଗ ହଁ ପ୍ରାଣାୟାମ ତାର ଗୋଟେ ଅଙ୍ଗ ଆଉ କ'ଣ ଫାର୍ଷ୍ଟ କ୍ରିୟାରେ ଏଇ ଅଙ୍ଗ ଏଇ ପ୍ରାଣାୟାମ ସେକେଣ୍ଡ କ୍ରିୟାରେ ଏଇ ପ୍ରାଣାୟାମ ଥାର୍ଡ କ୍ରିୟାରେ ଏଇ ପ୍ରାଣାୟାମ ସବୁ ମିଶିକି ରହିଛି କିନ୍ତୁ ଅନ୍ୟାନ୍ୟ ଯେମିତି ଆପଣ ଦେଖୁଥିବେ ସେ ପ୍ରଜାପିତା ବ୍ରହ୍ମାକୁର ବାଲା ଗୋଟେ ଧ୍ୟାନ ଉପରେ ସେ କହୁଛନ୍ତି ଧ୍ୟାନ କାହାକୁ ଧ୍ୟାନ କହିଲି ପରା ଧ୍ୟାନ ସଲୀନ ମାନସ ମନର ଯେ ପର୍ଯ୍ୟନ୍ତ ଲୟ ଅବସ୍ଥା ହେଇନି ମାନେ ଡିଜଲ୍ଭ ହେଇନି where is meditation you thinking and thinking and thinking mind what is the function of mind ମାନେ এটা ଆପଣ କହୁଛନ୍ତି ମନ ବୋଲି ମାଇଣ୍ଡ ରେ ଓଡ଼ିଆ ହେଲା ବା ସଂସ୍କୃତ ହେଲା ମନନ ମନ ଧାତୁ ମନ ନା ଟୁ ଥିଙ୍କ ଯେତେବେଳେ ପର୍ଯ୍ୟନ୍ତ ମନ ଅର୍ଥାତ your thinking process is not dissolved where is meditation ତାକୁ କରିବା ପାଇଁ ସବୁ ଅଛି ବିଭିନ୍ନ ପ୍ରକାର ପ୍ରାଣାୟାମ ସେଇଟା କରିଲେ ଆସ୍ତେ ଆସ୍ତେ ମନର ଧ୍ୟାନ ନିର୍ବିଷୟ ମନ ପରା there will be no object in the mind ଧ୍ୟାନ ସଲୀନ ମାନସ the dissolves of mind ଧ୍ୟାନ ଅବଶୟ starts meditation ଧ୍ୟାନ ଆପଣ କହନ୍ତୁ ମାନେ ଚିନ୍ତା ମୁକ୍ତ ହେଇଯିବ ମାନେ ମନରେ କିଛି ଚିନ୍ତା ରହିବନି only God consciousness ବା cosmic consciousness ଆସିବ ଏଠି ଏଇ ଆପଣଙ୍କ ପ୍ରତ୍ୟେକ ଦିନ ହୁଏ ଏଠି କ୍ରିୟାଯୋଗ ମାନେ ଏବେ ଯେମିତି ମୋର ଗୋଟେ ଧାରଣା ଥାଏ କ୍ରିୟାଯୋଗ କ'ଣ ଯେମିତି ଯୋଗ ପ୍ରାଣାୟାମ ଧ୍ୟାନ କ୍ରିୟାଯୋଗ ଗୋଟେ କ'ଣ ଯୋଗ ଶବ୍ଦଟା ଶିଖେଇଛି କି ଏଇ ଯୋଉ ଯୋଗ ଏଇଟା ପ୍ରଥମେ ହିରଣ୍ୟଗର୍ଭ ଯୋଗସ୍ୟ ପ୍ରଥମ ବକ୍ତା ହିରଣ୍ୟଗର୍ଭଙ୍କ ମା ଝିଅ ହେଲେ ଗୁଣିକା ଗୁଣିକାର ପୁଅ ହେଲେ ପତଞ୍ଜଳି ତାଙ୍କ ସେ ମା ଆଉ ସେ ତାଙ୍କ ଅଜା ସିଏ ତାଙ୍କୁ ଉପଦେଶ ଦେଲେ ଯେ ଆମେ ତମକୁ ଯୋଉ ଯୋଗ ଶିକ୍ଷା କରିଛୁ ତମେ ଗୋଟେ ପୁସ୍ତକ ଲେଖ ତାଙ୍କ କଥା ଅନୁସାରେ ଯୋଗସୂତ୍ରାଣୀ ଯୋଉ ବହି ଅଛି ଗୋଟେ ଯୋଗସୂତ୍ରାଣୀ ପତଞ୍ଜଳି ଲେଖିଛନ୍ତି ସେ ବହିଟା ସେ ଲେଖିଲେ ଏଇଟା ଆମର ଯୋଉ ଷଡ଼ ଦର୍ଶନ ଅଛି ଷଡ଼ ଦର୍ଶନ ଭିତରେ ସେଇଟା ହଉଛି ଗୋଟିଏ ଯୋଗ ଗୋଟିଏ ଦର୍ଶନ ଯୋଉ ଯୋଗଟା ହଉଛି ପ୍ରାକ୍ଟିକାଲ ଆଉ 5ଟା ହଉଛି ଥିଓରିଟିକାଲ ଷଡ଼ ଦର୍ଶନ ସେଥିରୁ ଗୋଟେ ହଁ ସାଂଖ୍ୟ ବୈଷୟିକ ନ୍ୟାୟ ବୈଶେଷିକ ସାଂଖ୍ୟ ଯୋଗ ଉତ୍ତର ମୀମାଂସା ପୂର୍ବ ମୀମାଂସା ଏଇ ହେଲା 6ଟା ଦର୍ଶନ ତ ଯୋଉ ନାଁ ଆପଣ ଦର୍ଶନ କହିଲେ ଦର୍ଶନ ଭିତରେ ସବୁ କାରଣ ଯୋଉ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଦର୍ଶନ ମାନେ ଫିଲୋସଫି ଆଉ ଦର୍ଶନ ମାନେ ଦେଖିବା ନୁହଁ ନା ଏଇଠି ଦର୍ଶନ ମାନେ ଫିଲୋସଫି ଯୋଗ ଯୋଉଟା କହିଲେ ମୁଁ ପଢିଛି ମୁଁ ଟିକେ ଶୁଣିଛି ସେ ବିଷୟରେ ଯୋଉ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ଆପଣଙ୍କ ଆଶ୍ରମ ପାଖରେ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ନାହିଁ ଏଠି ଅଛି ବେଦ କର୍ମକାଣ୍ଡ କର୍ମକାଣ୍ଡ ମାନେ କ'ଣ କହିଲେ ନା ଏଇ ଯୋଉ ଯୋଗ ସାଂଖ୍ୟ କର୍ମକାଣ୍ଡ କହିବା ମାନେ ଯୋଗ ନୁହଁ ନା ଏଇ ଯୋଉ ସାଂଖ୍ୟ କହିଲେ ସାଂଖ୍ୟ ଯୋଗ ଗୋଟେ ବିଷୟ ଅଛି ତାଙ୍କର ସାଂଖ୍ୟ ଯୋଗ 6ଟା ଦର୍ଶନ ପରା ଆମ ଭାରତରେ 6ଟା ଦର୍ଶନ ଅଛି ଷଡ଼ ଦର୍ଶନ ଏଇଥିରୁ ପ୍ରାୟ କହିଲି ନ୍ୟାୟ ବୈଶେଷିକ ସାଂଖ୍ୟ ଯୋଗ ଉତ୍ତର ମୀମାଂସା ପୂର୍ବ ମୀମାଂସା ଏସବୁ ଅଛି ତ ୟା ପରେ ପଢା ହଉଛି ବିଷୟ ଅଛି ଏଇ ଯୋଉ ଇନେ କହିଲେନି କ'ଣ ଗୋଟେ କହିଲେ କର୍ମ କ'ଣ ଗୋଟେ କହିଲେ କର୍ମକାଣ୍ଡ ଏଇଟା ହଉଛି ଯୋଉ ଉତ୍ତର ମୀମାଂସା ପୂର୍ବ ମୀମାଂସା ଏଇ ପୂର୍ବ ମୀମାଂସା ହଉଛି କର୍ମକାଣ୍ଡ ଉତ୍ତର ମୀମାଂସା ହେଲେ ବେଦାନ୍ତ ଏବେ କିନ୍ତୁ ଲୋକ ଏଇ ଯୋଉ ଏଇଟା କଲେ ଆପଣଙ୍କର
ସାଧାରଣ ଲୋକ ଧରନ୍ତୁ ଏଇ ଯୋଉ ଲୋକଟେ କ୍ରିୟା ଯୋଗ କଲେ ଆପଣ ମାନେ ଈଶ୍ୱରଙ୍କର ସତ୍ତାଟା ଉପଲବ୍ଧି କରିବ ମାନେ ଏଇଟା ହଉଛି ମୂଳ ତାର ବେସିକ ଜିନିଷ ଏବଂ ବସିଲା ପରେ ଆପଣ ଚିନ୍ତାମୁକ୍ତ ହେଇଯିବେ କିଛି ଚିନ୍ତା ମନ ଭିତରେ ଗ୍ଲାନି କିଛି ରହିବନି ଧ୍ୟାନ ନିର୍ବିଷୟ ମନ ପରା ମନରେ ଯେ ବିଷୟ ଗୁଡାକ ସବୁ ଆସୁଛି ୱାନ୍ ଆଫ୍ଟର ଆନଦର ସୋ ମେନି ଥଟ୍ସ ସେଗୁଡାକ ରହିବ ନାହିଁ ଧ୍ୟାନ ନିର୍ବିଷୟ ମନ ବିଷୟ ରହିବନି ନାଇଁ ବିଷୟ ମାନେ ଏନି ଅବଜେକ୍ଟ ଇନ୍ ଦ ମାଇଣ୍ଡ ଏନି ଥଟ୍ ମାନେ କିଛି ଚିନ୍ତା ରହିବନି ଗ୍ଲାନି ରହିବନି ଚିନ୍ତାମୁକ୍ତ ହେଇଯିବ ହେଲ୍ଥ ସ୍ୱାସ୍ଥ୍ୟ ଉପରେ ଆର କ'ଣ ପ୍ରଭାବ ପଡ଼ିବ ଗୋଟେ ହେଲା ମନ ହଁ ସ୍ୱାସ୍ଥ୍ୟ ତାର ଯେଉଁ ସବୁ ଅଛି ପ୍ରାଣାୟାମ ଆଉ କିଛି ଫିଜିକାଲ ଏକ୍ସରସାଇଜ ରହିଛି ସେଗୁଡ଼ାକ ତା ଏଣ୍ଟାୟାର ବଡି ୱିଲ୍ ବି ଏକ୍ସରସାଇଜ ଇନକ୍ଲୁଡିଂ ମାଇଣ୍ଡ ଆଣ୍ଡ ଇଣ୍ଟେଲେକ୍ଟ ସବୁ ମାନେ ସେମିତି କିଛି ଅଛି କି କେଉଁ କ୍ରିୟା ଯୋଗ କଲେ ଧରନ୍ତୁ ଆଜିକାଲି ମଧୁମେହ ମେଦବହୁଳତା ଓ ରକ୍ତଚାପ ସେଗୁଡ଼ା ସବୁର ଉପକାର ଦେବ କଲେ ହବ ଖାଲି ନେଇଗଲେ ହବନି ପ୍ରପରଲି ୱାନ୍ ଇଜ୍ ଟୁ ପ୍ରାକ୍ଟିସ୍ ଅଭ୍ୟାସ ନ କଲେ ଆଉ ସେ କେମିତି ହବ ସେ କଲେ ସେ ସବୁ ଠିକ ହବ ଯଦି ଆପଣଙ୍କ କ୍ରିୟା ଯୋଗରେ ଉପକାରିତା ଅଛି ଲୋକ ତ ବର୍ତ୍ତମାନ ସେଇଟା ଖୋଜୁଛନ୍ତି ବର୍ତ୍ତମାନ ସମାଜରେ ଲୋକ ସେଇଟା ଶାନ୍ତି ଖୋଜୁଛନ୍ତି ପ୍ରପର ଜାଗାକୁ ଆସିକି ଖୋଜିକି ପାଇଲେ ହବ ନା ଆଉ ଗୋଟେ ଇମ୍ପ୍ରପର ଜିନିଷ ଆଜିକାଲି ହଉନି ସମସ୍ତଙ୍କୁ ଆସି ଖୋଜିପାରିବେ ଆସିପାରିବେ ଠିକ ସେଇଟା ସେମିତି ପ୍ରପର ଇମ୍ପ୍ରପର ଦେଖିବାକୁ ପଡିବ ଖାଲି ଗୋଟେ ଗୁରୁ ପାଖରେ ପହଞ୍ଚିକି ଯୋଉ ବାଉଳା ଚାଳ ହଉଛନ୍ତି ବର୍ତ୍ତମାନ ଗୋଟେ ଇଏ ଭିତରେ ଚିନ୍ତାରେ ପଡିକିରି ସମସ୍ତେ ଆସିପାରିବେନି ଏଠିକି କ'ଣ କଲେ ଯଦି ଗୋଟେ ଆମର ଏ ଭାରତରେ ବି କେତେ ଗୁଡ଼ିଏ ସବୁ ଅଛି ବର୍ତ୍ତମାନ ସଂଘ କି ସୋସାଇଟି ସବୁ ଅଛି ଯେଉଁମାନେ ପ୍ରକୃତ ଗୁରୁ ଯିଏ ସେ ଯୋଗ କ'ଣ ଜାଣନ୍ତିନି କିନ୍ତୁ ତାଙ୍କ ନାଁରେ ସବୁ ସୋସାଇଟି ଖୋଲିଗଲାଣି ମୁଁ ସେଇଆ କହୁଛି ବହୁତ ସେଇଟା ଆମେ ତ ନ୍ୟୁଜ୍ କରୁଛୁ ବିଭିନ୍ନ ସବୁ ନାଁ ସେଇଟା ଆମର ଏ ଯେଉଁ ଲୋକ ସାଧାରଣ ଲୋକ ଯଦି ଗ୍ରହଣ କରିବା ସେମାନେ ସେଇଟା ସେଇଠି ସେମାନେ ବୁଝିବା ଉଚିତ ଯେ ଏଇଟା କ'ଣ ଉଚିତ ନା ଅନୁଚିତ ଜାଗା ମୁଁ ଏଠି ଅସଲି ନକଲି ଆପଣଙ୍କର ମନ ଥିବ ଅସଲି ନକଲି ଦେଇଛି ସେଇଠି ଅସୁବିଧାଟା ସେଇଠି ଆରମ୍ଭ ହଉଛି ଆଉ ଆପଣ ମନ ଥିବ ଏଇ ଶଙ୍କରାଚାର୍ଯ୍ୟ ଧରନ୍ତୁ ବିବାଦ ହେଲା ଆଉ ଜଣେ ଶଙ୍କରାଚାର୍ଯ୍ୟ ଅଧ୍ୟକ୍ଷ ଦିନ ସେ ବିବାଦ ଚାଲିଲା ଆସିଲା ସେ ଅଧ୍ୟକ୍ଷାନନ୍ଦ ଆସିଲେ ସେ କହିଲେ ପୁରୁଣା ନିରଞ୍ଜନ ତୀର୍ଥ ସ୍ୱାମୀ ଚିତ୍କାର କରୁଛି ସେ କୁଆଡେ ଚାଲିଗଲା ତାଙ୍କୁ ପାଉନାହାନ୍ତି ହଁ ନାଇଁ ତେଣୁ କରୁଥିଲେ ଗୋଟେ ପାର୍ଟି ଅଛି କି ନା ମୁଁ ସେତେବେଳେ ଗୋଟେ ଷ୍ଟୋରି କରିଥିଲି ଆପଣ କିଏ ଶଙ୍କର କିଏ ଶଙ୍କରା ଆପଣ ଆକ୍ଚୁଆଲି ଶଙ୍କରାଚାର୍ଯ୍ୟ କିଏ ସେତେବେଳେ ଶଙ୍କରା କିଏ ଲୋକ ଦ୍ୱନ୍ଦ୍ୱରେ ପଡ଼ିଲେ ସେମିତି କ୍ରିୟା ଯୋଗ ମୋର ଟିକେ ଗୁରୁଜୀଙ୍କି ଗୋଟେ ଅନୁରୋଧ ଯଦି ଏଇ କଥାଟା ପହଞ୍ଚି ପାରନ୍ତା ଯେ କ୍ରିୟା ଯୋଗକୁ ପାଠ୍ୟକ୍ରମରେ ସାମିଲ କରାଯାଉ ପାଠ ପଢ଼ା ସ୍କୁଲ କଲେଜ ଆମର ଯେମିତି ସାର୍ଟିଫିକେଟ ଦିଆଯାଉଛି ସେମିତି ବି ଆମମାନଙ୍କର ଏଇ ଆଶ୍ରମ ମାନଙ୍କରେ ସାର୍ଟିଫିକେଟ ଦିଆ ହଉଛି ମୁଁ ବି କେତେ ଜାଗାରେ ଯାଇକି ଦେଖିଛି ସାର୍ଟିଫିକେଟ ସବୁ ଶିଶୁମାନେ ଗୁରୁଙ୍କଠୁ ପାଇଛନ୍ତି ମାନେ ଯୋଉମାନେ ଶିଖିଛନ୍ତି ହଁ ଆଉ ସେ ୱିଦାଉଟ୍ ସାର୍ଟିଫିକେଟ ମାନେ ଅଛନ୍ତି ଆଉ ସେମାନେ ଅନସାର୍ଟିଫାଇଡ ଗୁରୁ ଆଉ କ'ଣ ସେମିତି କ୍ରିୟା ଯୋଗ ଯଦି ଗୋଟେ ଯୋଉମାନେ ଏଇ ସବୁ ପାଠ କରୁଛନ୍ତି ଆମର କ୍ରିୟା ଯୋଗଟା ହେଉଛି ପାତଞ୍ଜଳି ଯୋଗ ଦର୍ଶନ ସେଥିରେ ପତଞ୍ଜଳି ସେକେଣ୍ଡ ଚାପ୍ଟରରେ ଲେଖିଛନ୍ତି ତପ ଶ୍ରଦ୍ଧା ଈଶ୍ୱର ପ୍ରଣିଧାନାନି କ୍ରିୟା ଯୋଗ ଆପଣ ପାଇବେ ସେ ବହିଟାରୁ ଫାଷ୍ଟରେ ଲେଖାଯାଇଛି ଖାଲି ଯୋଗ ଚିତ୍ତବୃତ୍ତି ନିରୋଧ ଫାଷ୍ଟ ଚାପ୍ଟର ପ୍ରଥମ ସୂତ୍ର ଚିତ୍ତବୃତ୍ତି ନିରୋଧ ଦ୍ୱିତୀୟ ଚାପ୍ଟରରେ ସେ କ୍ରିୟା ଯୋଗଟାକୁ ମେନସନ କଲେ ଫାଷ୍ଟ ଚାପ୍ଟର ନାହିଁ ଫାଷ୍ଟ ଯୋଗଟା କ'ଣ ଆଉ ସେକେଣ୍ଡ ଚାପ୍ଟର କ୍ରିୟା ଯୋଗଟା କ'ଣ ମାନେ କ୍ରିୟା ଯୋଗଟା ଯୋଗଠୁ ପୁରା ଅଲଗା ଏଇ ଯୋଉ ଯୋଗ ବୁଲିକି ସବୁ ଯୋଗ ଖାଲି ଯୋଗ ବୋଲି କହୁଛନ୍ତି ସେ କ'ଣ ଯୋଗ ଖାଲି କେବଳ ଫିଜିକାଲ ଏକ୍ସରସାଇଜ ନା ଆଉ ଫିଜିକାଲ ଏକ୍ସରସାଇଜ ଆମର ବୈଦିକ ଯୁଗରେ ଯୋଉ ଜଙ୍ଗଲ ଭିତରେ ଗୁରୁକୁଳ ଥିଲା ସେ କ'ଣ ଫିଜିକାଲ ଏକ୍ସରସାଇଜ ଶିଖଉଥିଲେ ସେଠି ଆପଣ କହିଲେ ସବୁ ଲୋକମାନେ ଚତୁର୍ଥ ବୟସ ହେଲେ ଆସି ଯେମିତି ସେଟା ଆମର ଯୋଗ ଶିକ୍ଷା କରି ବାନପ୍ରସ୍ଥ ଅବସ୍ଥା ବ୍ରହ୍ମଚର୍ଯ୍ୟ ଗାର୍ହସ୍ଥ୍ୟ ବାନପ୍ରସ୍ଥ ସନ୍ନ୍ୟାସ ଚାରିଟା ନେଇକି ସେଦିନ ଚାଲିଥିଲା ସେଇ ବାନପ୍ରସ୍ଥଟା ଯେତେବେଳେ ଗଲେ ସେମାନେ ବନରେ ଯାଇକି ଗୁରୁଙ୍କ ପାଖରେ ଶିଖିବେ ଶିଖିକି ଧ୍ୟାନ ଧାରଣା କଲେ ଆଉ ସେସବୁ ଯିଏ ଚାହିଁବ ସେ ଯତିବ୍ରତ ହବ ନହେଲେ ସମସ୍ତେ ପରଶୁରାମ ଶିଖିଛନ୍ତି ଅର୍ଜୁନ ଶିଖିଥିଲେ ଗୁରୁଙ୍କ ପାଖରେ ରହି ବିଭିନ୍ନ ବିଦ୍ୟା ଶିଖିଥିଲେ ସେଇ ସିଷ୍ଟମଟା ନଥିବା ବିଭିନ୍ନ ଯୋଗ ବାହାରି ପାରିଲେଣି ଓ ଆପଣ ଗୁରୁକୁଳ କଥା କହୁଛନ୍ତି ଯୋଉଟା ଆମର ଟ୍ରାଡିସନାଲ ଚାଲିଛି ମୁଁ ସେଇ କଥାଟା କହୁଛି ଆଉ ହଁ ଟ୍ରାଡିସନାଲ ଅଲଗା କଥା କିନ୍ତୁ ଗୁରୁକୁଳ କହିଲେ ଟ୍ରାଡିସନାଲ ଅଲଗା ହେଇପାରେ କିନ୍ତୁ ଗୁରୁକୁଳଟା କ'ଣ ଗୋଟେ ଟ୍ରାଡିସନ ନୁହେଁ କି ଆଉ କ'ଣ ଗୁରୁକୁଳ ଅଛି ଗୁରୁକୁଳ ଆପଣ ଯାଆନ୍ତୁ ଏଠିକି ଯିବେ କ'ଣ ଲକ୍ଷ୍ନୌ ପାଖରେ ସେଇଟା ଅଛି କ'ଣ ଜାଗାଟା ନା ଗୋଟେ ଜଙ୍ଗଲ ଅଛି ଆପଣ ଯାଆନ୍ତୁ କେତେ ଗୁରୁକୁଳ ଅଛି ମୁଁ ସେଠି ଦେଖି ବୁଲିକି ଯାଇଛି ଅଛି ଗୁରୁକୁଳ ଲକ୍ଷ୍ନୌଠୁ ପ୍ରାୟ ଧରନ୍ତୁ 30 କିଲୋମିଟର ଭିତରକୁ ଯିବେ
ଜଙ୍ଗଲ ଭିତରେ କହିପାରିବିନି ସେ ଜାଗାଟା ନାଁ ମୁଁ ଟିକେ ଭୁଲିଗଲାଣି। ସମସ୍ତେ ଜାଣିଛନ୍ତି ନାଁଟା ଯେ ଆପଣ ବି ଜାଣିଥିବେ କିନ୍ତୁ ମୁଁ ନାଁଟା କହିପାରୁନି। ଆପଣ ନାଇଁ ବିଭିନ୍ନ ଜାଗାରେ ଗଲେ ବି ଏବେ ବି ବନସ୍ତ ଭିତରେ ଆଶ୍ରମ ଅଛି। ନାଇଁ ଏବେ ଆପଣ ଯୋଉ କଂକ୍ରିଟ ଜଙ୍ଗଲ ଭିତରେ ଗୁରୁକୁଳ ଖୋଜିଲେ ସେଇଠି ଯୋଉଠି ଜଙ୍ଗଲ ଅଛି ଅଛି ଜଙ୍ଗଲ ଭିତରେ ଅଛି ଏବେ ବି ଚାଲିଛି ସେମିତି ଅଛି। ଆମ ଓଡ଼ିଶା ନଥିବ ଏମିତି କହିହବନି। ନାଇଁ ଗୁରୁଜୀ ମୋର ଗୋଟେ କଥା ହଉଛି ମୁଁ ଜଣେ ସାଧାରଣ ଲୋକ ମୁଁ ଚାହୁଁଛି ଯୋଉମାନେ ଆପଣଙ୍କର କୋଟି କୋଟି ଲୋକ ବର୍ତ୍ତମାନ ଶାନ୍ତି ଖୋଜୁଛନ୍ତି କୋଟି କୋଟି ଲୋକ ବର୍ତ୍ତମାନ ଶାନ୍ତି ଖୋଜୁଛନ୍ତି ବର୍ତ୍ତମାନ ସମସ୍ତେ ଯୋଉଟା ଖୋଜୁଛନ୍ତି ଆପଣ କ୍ରିୟା ଯୋଗରେ ସେଇଟା ଅଛି ଈଶ୍ୱରଙ୍କ ସହ ବିଲୟ ହେଇଯିବାଟା ଅଛି କିନ୍ତୁ ସେ ମାର୍ଗଟା ସେ କେମିତି ପାଇବେ ସେ ମାର୍ଗଟା ଶିଖିବେ ଗୁରୁଙ୍କ ପାଖକୁ ଆସିକି ସମସ୍ତ କୋଟି କୋଟି ଲୋକ ଆସିବେ ଗୁରୁମୁଖୀ ଯୁଗ ଏଗୁଡ଼ାକ ବହି ପଢିକି ଯୋଗ ଶିଖିକି ଚଲେଇଛନ୍ତି ସେ କ'ଣ କାମ ସେଇଟା ନହେଲେ ଏହାର ପ୍ରସାର ଲୋକଙ୍କ ପାଖରେ ପହଞ୍ଚିବ କେମିତି ପ୍ରାକ୍ଟିକାଲି ଯୋଉମାନେ ଅଲ୍ଟିମେଟ୍ ଏଣ୍ଡରେ ପହଞ୍ଚୁଛନ୍ତି କେବଳ ସେଇମାନେ ପ୍ରକୃତ କହିବାକୁ ଗଲେ ସେଇମାନେ ହଉଛନ୍ତି ଯୋଗୀ। ଆଉ ଖାଲି ଯୋଉ ଗୋଟେ ବହି ପଢିଦେବେ ଗୋଟେ କାହାକୁ ଶିକ୍ଷା ଦେଇଦେବେ ଗୋଟେ କହିବେ ନା ଇଏ ଗୋଟେ ଯୋଗୀ ହେଇଗଲାଣି କି ଯୋଗୀ କାରଣ ଯୋଗୀ ନୁହଁ ଲୋକ ଚାହାନ୍ତି ଶାନ୍ତି ଯୋଉ କହିଲେ ଭଗବାନଙ୍କ ସହ ବିଲୟ ହେଇଯିବାଟା ନାଇଁ ଖାଲି ଶାନ୍ତି ଚାହିଁଲେ ହବନି ଶାନ୍ତି ମିଳିବ ପ୍ରକାର इंटेलेक्चुअल पीस मेंटल पीस फिजिकल पीस सब प्रकार पीस आसो इंद्र गुड़ाक डिस्टर्बांस करेंगे ना मन रे ना देह रे कोठी शांति रहबो से साधना रही ना सब प्रकार पीस अच्छी फिजिकल मेंटल इंटेलेक्चुअल स्पिरिचुअल सब चार्टा है मेन अल्टिमेटली से सब यही प्रकार जिनस पाइबे गोटे हूँ शारीरिक गोटे मानसिक गोटे है बौद्धिक आ गोटे आध्यात्मिक चार्टा शांति क्रिया जोगर अच्छी क्रिया जोग अच्छी क्रिया जोग से कले से चार्टा से सब अल्टिमेटली तार से परिपूर्ण हम ना मो गुरुजी मो मन भर प्रश्न उठूँ जदि एत उपकार क्रिया जोगर अच्छी यार प्रसार कहीं लोक पाखे कहीं पहुँचुनी लिमिटेड लोक पाखे रोचे प्रचार मुखी हवा माने पैसा मुखी हवा मु परिष्कार खोली कहि दोजी गोटे शारीरिक चलन किंतु एटा क्रिया जोग पूरा अलग नहीं नहीं जोग गोटे शारीरिक कहि आपन तो हेठी असुविधा होला जोग पूरा जोग चित्तवृत्ति निरोध जदि क्रिया जोग को जोड़िबे सितरे ईश्वरଙ୍କ सहित जीवात्मार ईश्वर सहित युक्त हवा हे होची जोग। अच्छा सेगुड़ा आपण माने एक्सप्लेन करना किंतु एगुड़ा खाली कहि दो शारीरिक करिया होची जोग सेटा बेसी प्रसार होची तले जोग सूत्रटा संस्कृत कोन कहू जोग अर्थ रे बही अछि बही रे डेफिनेशन दिया जायछि तप श्रद्धा ईश्वर प्रणिधानानि क्रिया जोग जोग चित्तवृत्ति निरोध एटा तपस्या एटा मु पतंजलि जोग सूत्र कहूछि हां फर्स्ट चैप्टर खोलिए तप श्रद्धा ईश्वर प्रणिधानानि क्रिया जोग एटा सेकंड चैप्टर जोग चित्तवृत्ति निरोध एटा फर्स्ट चैप्टर तप ध्यान ईश्वर तप श्रद्धा ईश्वर प्रणिधानानि क्रिया जोग सेकंड चैप्टर और जोग चित्तवृत्ति निरोध एटा होछि फर्स्ट चैप्टर मन भर तथापि आपन सहित आलोचना कला पर भी मो मन भर कहीं सन्देह आशंका रही लोक मान पाखे उपकार के पहुंचो क्रिया जोगर लोक मान से बहुत दुकान अच्छी से दुकान जिनिस गुड़ा लोक पाखे पहुंचो केमती दुकान केमती पहुंचे मत कहूँ तार अर्थ जानी विभिन्न दुकान विभिन्न जिनिस पत्र मिलूँ बहुत शिष्य आपन बाहर मुझे गोटा कहना शुणुना दिए विभिन्न दुकान भी अच्छी जो जिनिस पत्र सब दौरान लोक पाखे पहुंचो केमती लोक आजिकल इजिली एक्सेस नहीं से कथा उत्तर दौना से अवॉइड कर दोछंती लोक पर चाहूचंती सहज रे माने यदि से दुकान पाखु न जीबे हाउ दे विल गेट देयर कमोडिटी लोक पाखे दुकान होवा दरकार लोक पाखे दुकान हे परिबो काई हे परिबो आज धरनु 500 लोक अछंती गोटे गां रे दुकान दुआर दुआर बुली बुली बुलियो एटा जेमते हेल्थ साइंस जोगी कोन बुला बुली करके बिकवा बिजनेस ये जोटा एटा तो लोक नहीं वर्तमान जा गुरुजी कोटु कोटु लोक आपन धरंतु मानसिक अवसाद भीतर रहउचंती सेमान को क्रिया जोग मुक्ति दबो कहले हां मन रहबो मन पर कहै जिन कहली मन जोग चित्तवृत्ति मन जोग चित्तवृत्ति निरोध मन जो विभिन्न वृत्ति आसुची डिजायर्स इनक्लिनेशन सेगुड़ा जदि नियंत्रण जे करे सेटा होची जोग अपन पता जो माने जोग इंस्टीट्यूट खोलि कहबे म्यूजिक सुनिबे आसु मते कोन मु तो सेते भी कहूची एटा भीतर से पसिना दी जेहेतु पसना गोटे मिथ्या प्रचार होची क्रिया जोग ना रे मूल क्रिया जोग लोक जानिबा दरकार क्रिया जोगटा कोन मूल प्रचार जो माने करूसंती
ସେମାନେ ଗୋଟେ ଅନ୍ୟ ଲାଇନରେ ଯୋଗ ଧରିଛନ୍ତି ଜଣା ପଡିବ। ନାଇଁ ଆଶ୍ରମ ତ କ୍ଲିୟର। ନାଇଁ ମୁଁ ଗୁରୁଜୀ କଥା ଏ ଆଶ୍ରମ ତରଫରୁ ଗୋଟେ ଆରମ୍ଭ ହଉ କ୍ରିୟା ଯୋଗ ଆଶ୍ରମ ପୁରା ବହୁ ପୁରୁଣା ଆମର ଏଇଟା 1903 ହେଲାଣି। ତେଣୁ ଦେଖୁତେ ଲେଖା ଦେଇଛି ଦୁଆର ଲେଖା ହେଇଛି 1903 ରୁ। ହଁ 1903 ରୁ ତିଆରି ହେଲାଣି। କିନ୍ତୁ ଇଏ ଯଦି କ୍ରିୟା ଯୋଗର ପ୍ରଚାର ପ୍ରସାର କରନ୍ତା ବ୍ୟାପକ ପ୍ରଚାର ପ୍ରସାର ନାଇଁ ସେଇଟା ଆମର ଏଠି ନାହିଁ। ଯୋଉଠି ଅଛି ଆପଣ ଗୋଟିଏ କଥା ବିଶ୍ୱାସ କରନ୍ତୁ ତାଙ୍କ ରିଅଲାଇଜେସନ ଭିତରେ ନାହିଁ। ହଁ ମୁଁ ସେଇଆ ତ କହୁଛି। ଏଇଟା ନିଶ୍ଚିତ କଥା। ଅନେକ ଲୋକ ଆପଣ ଦେଖିବେ କ୍ରିୟା ଯୋଗ ପ୍ରଚାର କରୁଛନ୍ତି ତାଙ୍କ ଭିତରେ ଦେଖିବେ ତାଙ୍କର ଗୁରୁଦେବଙ୍କର ସାର୍ଟିଫିକେଟ ନାହିଁ। ସେଇଟା ବୁଝିବାକୁ ପଡିବ। ଜଣେ ଲୋକ ଗ୍ରାଜୁଏଟ ହେଲା ସାର୍ଟିଫିକେଟ ପାଇବ ନା ନାହିଁ? ତାହେଲେ ଏଥିରେ ଯଦି କାହିଁ ସାର୍ଟିଫିକେଟ ପାଇବନି? ଗୁରୁ ଲେଖିଦେବେ 1903 ରୁ 2026-25 ସରିଲାଣି ତ ବହୁ ଶିଷ୍ୟଠୁ ବାହାରିଛନ୍ତି। ହଁ ବହୁତ ଶିଷ୍ୟ ବାହାରିଛନ୍ତି। ଆମର ଆମେରିକାରେ ୟୁରୋପରେ ମୁଁ ବି ଆମେରିକା ୟୁରୋପ ଯାଉଛି। ତାହେଲେ ତ କ୍ରିୟା ଯୋଗ ବହୁତ ଉଚ୍ଚରେ ପହଞ୍ଚଲାଣି ଯେତିକି ଶିଷ୍ୟଠୁ। ନାଇଁ ବହୁତ ତାହେଲେ ଆମେ ଯୋଉ ଯାଉଛୁ ସେଠି କଣ ଯାଇନି ଉପରେ ଯାଇନି? ନାଇଁ ଆମେ ତ ଆଗ ନିଜ ଦେଶ ଜାଣିପାରୁଛି କି ନ ଜାଣିପାରୁଛି ଦ୍ୟାଟ୍ ଇଜ ଡିଫରେଣ୍ଟ ଥିଙ୍ଗ। ହଁ ଧରନ୍ତୁ ପୁରୀ ଗୋଟେ ଜିନିଷ ବହୁତ କଥା ହେଇଛି ଆମେ ଜାଣିପାରୁଛନ୍ତି କଣ? କ୍ରିୟା ଯୋଗ ସେମିତି ଯଦି କ୍ରିୟା ଯୋଗ ଉପରେ କିଛି ଗବେଷଣା ହେଇକି ବହି ଫହି ବାହାରନ୍ତା ସିଏ ବି ଦେଖିବେ ଆପଣ କୁଆଡେ ବହି ମୁଁ ଲେଖିଛି। ନାଇଁ ସେ ବହିଟା ଆମକୁ କହୁଛି ଅଧିକ ଲୋକାଭିମୁଖୀ ହବା। କଣ କହିଲେ? ତାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା। ସେ ତ ସେଲ୍ସମ୍ୟାନ୍ ହେଇଯିବେ ଆପଣ। ସେଲ୍ସମ୍ୟାନ୍ ଲୋକଙ୍କ ନାଇଁ ସେଲ୍ସମ୍ୟାନ୍ ତ ହେଇଯିବେ। ଆପଣ ଜ୍ଞାନ ବାଣ୍ଟିବାକୁ କେମିତି ପହଞ୍ଚିବେ? ଆସିବେ ନେବେ ଆମର ଏଇଟା ନା ମୁଁ ଦେଖୁଛି ୟୁରୋପରୁ ଆମେରିକାରୁ ଭାରତ ବିଭିନ୍ନ ଷ୍ଟେଟରୁ ଆସିକି ଲୋକ ବହି ନେଇ ଯାଉଛନ୍ତି ଆମର। ଆପଣ ଆସିକି ଦେଖନ୍ତୁ ମଝିରେ ମଝିରେ ଆସିକି ଦେଖିବେ ଲୋକ ସବୁ ଆମର ଅଲମୋଷ୍ଟ ଫ୍ରମ୍ ଅଲ୍ କଣ୍ଟ୍ରିଜ ଅଫ୍ ଦି ହୋଲ୍ ୱାର୍ଲଡ ଆମର ଏଠି ଆସୁଛନ୍ତି। କ୍ରିୟା ଯୋଗର ମାନେ ଜ୍ଞାନଟା ବାଣ୍ଟିଲେ ବଢିବ। କ୍ରିୟା ଯୋଗ ହେଉଛି ଗୋଟେ ବିଶେଷ ଜ୍ଞାନ ସ୍ୱତନ୍ତ୍ର ଜ୍ଞାନ ଅନ୍ୟ ଯୋଗ ଅନ୍ୟ ପ୍ରାଣ ଅନ୍ୟ ଧାରଣଠୁ ଅଲଗା। এইটা যদি বଣ୍ଟା ଯାଆନ୍ତା ଲୋକଙ୍କ ପାଖରେ କୋଟି କୋଟି ଲୋକ ଉପକୃତ ହୁଅନ୍ତେ। ବଣ୍ଟା ଯିବ କେମିତି? ଲୋକ ଯିଏ ଆସିବେ ସେ ନେବେ ନା। ଆଉ ଆମର ସେମିତି ଯାଇକି ଦୁଆର ଦୁଆରେ ଯେମିତି ବାଣ୍ଟିବା ସେ ଜିନିଷ ସିଷ୍ଟମ ଆମର ନାହିଁ। ଗୋଟେ ବାଟ ଜାଣିଲେ ମୁକ୍ତିର ବାଟ ଜାଣିଲେ ଲୋକ ଯିବେ ନା। ଜାଣିନାହାନ୍ତି ଲୋକ ଆସୁନାହାନ୍ତି। ଆମର ଗୋଟେ କାମ କରନ୍ତି ଆମର ମଝି ମଝି ଆସୁଛନ୍ତି ଦେଖିବେ ଲୋକ କେତେ ଆସୁଛନ୍ତି ଆମର ଏଠି। ଦିନେ ଦିନେ 150-100 ଲୋକ ଆସୁଛନ୍ତି ଏଠି। ଇନେ ଦେଖନ୍ତୁ ଇନେ ଆଇଥିଲେ ଇନେ ସେଇଠି ମୁଁ ଏଇଠୁ ଆଇଲି ସେ ଅତି କମରେ 20 ଜଣ ଲୋକ ଏଠି ଆଇଥିଲେ। ତାଙ୍କୁ କଥାବାର୍ତ୍ତା କରିକି ତାପରେ ଇଆଡ଼େ ଆଇଲି। ମୁଁ ଶୁଣୁଥିଲି ମୁଁ ଛିଡ଼ା ହେଇଥିଲି ସେଠି। ତାହେଲେ ସେମାନେ ଆସୁନାହାନ୍ତି ତାହେଲେ ସେ କୁଆଡ଼େ ହେଇଥିଲେ ସେମାନେ? ଗୋଟିଏ ମୋମେଣ୍ଟରେ ଦେଖିଲେ ଏମିତି ଦିନ ଜାଗାରେ ଗୋଟେ ଲୋକ ଆଉଛନ୍ତି ଆମର ଲୋକ ଏଠି ଯିବା ଆସିବା ଚାଲିଛି। କିନ୍ତୁ ଆମେ ସେଇଟାକୁ ଲେଖିବୁନୁ ଯେ ଏମିତି ଲୋକ ଏତେ ଲୋକ ଆଉଛନ୍ତି ସେତେ ଲୋକ ଆଉଛନ୍ତି। ଆମର ଆପଣ ଲେଖିବାର ନାହିଁ କିନ୍ତୁ ଲୋକ ଯୋଉଟା ଖୋଜୁଛନ୍ତି ତା ପାଖରେ ପହଞ୍ଚିବ। ଲୋକ ଜାଣିପାରୁଛନ୍ତି। ହଁ ଯିଏ ଆସିବ ତାଙ୍କୁ ଦିଆଯାଉଛି। ସମସ୍ତେ ମୁକ୍ତି ଖୋଜୁଛନ୍ତି ମୋକ୍ଷ ଖୋଜୁଛନ୍ତି ମାନସିକ ଅବସାଦ ଦୂର ଚାହୁଁଛନ୍ତି। ଆପଣ ଜୀବାତ୍ମା ସବୁ ଆପଣଙ୍କର ଭଗବତ ସବୁ ମିଶିବା ଚାହୁଁଛନ୍ତି ମାନସିକ ସ୍ତରରେ। କିନ୍ତୁ ବାଟ ଦରକାର ତାଙ୍କୁ। ଗୋଟେ ବାଟ ଯଦି ନ ମିଳିବ ବାଟ ଅଛି ଲୋକମାନେ ସେ ପ୍ରପର ବାଟରେ ପହଞ୍ଚିବାକୁ ପଡ଼ିବ ତାଙ୍କୁ ଚେଷ୍ଟା କରିବାକୁ ପଡ଼ିବ ନା। ଖାଲି ଆମେ ଯଦି କହିବା ଆମେ ଯାଇକି ସେଠି ରେଡିଓ ମାରି ବ୍ରଡକାଷ୍ଟିଂ କରିବା। ଆପଣ କ୍ରିୟା ଯୋଗ ଉପରେ କେତେଟା ବହି ଅଛି? କ୍ରିୟା ଯୋଗ ଉପରେ କଣ ବହି ଯୋଉ ବହି ଆପଣ ଲେଖିଛନ୍ତି କ୍ରିୟା ଯୋଗ କେତେ ଖଣ୍ଡେ କୋଉ କୋଉ ଭାଷାର ଅଛି? କ୍ରିୟା ଯୋଗ କୋଉ କୋଉ ଭାଷା? ମୁଁ ଓଡ଼ିଆରେ ବୋଧେ 3-4ଟା ଲେଖିଛି ଆଉ ବାକି ସବୁ ଇଂଲିଶ। କାହିଁକିନା ଆମର ସବୁ କଣ୍ଟ୍ରି ଲୋକ ଆଉଛନ୍ତି। ଓଡ଼ିଆ ଖାଲି ଲେଖିଲେ କେମିତି ହବ? ନା ହବନି। ମୁଁ ସବୁ ଭାଷା କହୁଛି ବିଭିନ୍ନ ଭାଷା ନାଇଁ ମୁଁ ହିନ୍ଦୀରେ ଲେଖିନି କିଛି। ଠିକ ଅଛି ଆପଣ ଯାଅ। ମୁଁ ଏଇ ପୁରୀ ଲୋକ ହେଇକି ଏଇଠୁ ମାନେ ଦୁଃଖ ଲାଗିଲା। ସାମ୍ନା ଦୋକାନରେ ପଚାରିଲି ଖୋଜା ଦୋକାନରେ ପଡ଼ାର ଆଶ୍ରମ କୋଉଠି କଲେ ଆମେ ଜାଣିନୁ। ଗଳିରେ ପଶିଲି ମାନେ ଏତେ ବଡ଼ ଆଶ୍ରମ ଅଛି କିନ୍ତୁ ଆପଣ ପଡ଼ିଶା ଲୋକ ବିକୁଛି ତାର ଆଶ୍ରମ ସହିତ କ'ଣ ସମ୍ପର୍କ ଅଛି? ତଥାପି ଏତେ ବଡ଼ ଆଶ୍ରମ ଏତେ ଲୋକ ଆସୁଛନ୍ତି। ବାହାର ଲୋକ ଆସୁଛନ୍ତି ଏଠି ଦେଖିଲେ ତାପରେ ଲୋକ କେତେ ଆସୁଛନ୍ତି ଲୋକ। ଆଉ ଆମ ଏଠା ଲୋକ ଆଚ୍ଛା ସେ ଯଦି ଏଠିକି ଆସିବ ସେ ମୁଢ଼ି କେତେବେଳେ ବିକିବ ମତେ କହୁନାହାନ୍ତି? ଆଗ ଜୀବନଟାକୁ ସେମାନେ ବିକ୍ରି କରିକି ପଇସା ପାଇବା ହେଲା ତାଙ୍କର ମୂଳ ଲକ୍ଷ୍ୟ। କ'ଣ ଭଗବାନ କ'ଣ ଧ୍ୟାନ କାହିଁକି ଚାଲିଛି ସେଗୁଡ଼ାକ ମୁଣ୍ଡ ପୁରେଇବାକୁ ତାଙ୍କୁ ସମୟ କାହିଁ? କିନ୍ତୁ ନିଜେ କହୁଛନ୍ତି ଆମେ ସମୟ କାହିଁ? ଆମେ ତ ସମୟ ନାହିଁ। ତାହେଲେ ଜୀବନଟା କ'ଣ? ଜୀବନଟାକୁ ନେଇ ମୁଢ଼ି ଭାତ ଖାଇକି ଜୀବନଟା ବଞ୍ଚେଇବା ଖାଲି ଏତିକି? ଦିସ୍ ଇଜ୍ ଦ ଏମ୍ ଅଫ୍ ଲାଇଫ୍, ଗୋଲ୍ ଅଫ୍ ଲାଇଫ୍। ସେମାନେ ଜାଣିନାହାନ୍ତି କି ଜାଣିବା ତାଙ୍କର ସମୟ ବି ନାହିଁ। ଆସି କ'ଣ କରିବେ? ଏମିତି ଚାଲିଛି। ଆଜୀବନ ଅଛନ୍ତି ଏମିତି କେତେକ ମୂର୍ଖ ଲୋକ ସେ ବି ଆସିକି ଏଠୁ ଦୀକ୍ଷା ନେଉଛନ୍ତି। ହଁ ମୁଁ ଏଠି ଦେଖିଛି ଆମର ପାଠ ନେଇ ଦୀକ୍ଷା ବ୍ୟବସ୍ଥା ଅଛି। ହଁ ଯେମିତି ମଠ ମାନଙ୍କରେ ଅନ୍ୟ ଆଶ୍ରମରେ ଅଛି ଏଠି ଦୀକ୍ଷା ଅଛି। ଦୀକ୍ଷା ଦଉଛି ଆଉ ଦୀକ୍ଷା ଦଉଛି। କେତେ ଏ ଆଶ୍ରମରେ କେତେ ଶିଷ୍ୟ ହେଲେଣି ବର୍ତ୍ତମାନ ସୁଦ୍ଧା? ସେ କଥା ମୁଁ କହିପାରିବିନି। ପ୍ରାୟ ସବୁଦିନ ପ୍ରାୟ ଧରନ୍ତୁ ଆମର ବିଦେଶକୁ ଛାଡ଼ିଦେଲେ ଏଠି ଆମର ସେମିତି ପ୍ରାୟ ରାଉଣ୍ଡ 10,000 ହେବେ ଆଉ ଭାରତ ଭିତରେ।
ବିଦେଶ ମିଶିଲେ ବିଦେଶରେ କେତେ ମୁଁ କହିପାରିନି, ସେମାନଙ୍କ ପାଖରେ ସେ ରେଟ୍ ପ୍ରାୟ କେତେ ହବ ପ୍ରାୟ? ଗୋଟେ ଗୋଟେ ଜାଗାରେ ଥରେ ଏବେ ଧରନ୍ତୁ ମୁଁ ଲାଷ୍ଟ ଯେତେବେଳେ କଲି ପ୍ରାୟ ଗୋଟେ ବଡ଼ ହଲ୍ରେ ଧ୍ୟାନ ମୁଁ ସ୍ପିଚ୍ ଦେଲି, ପ୍ରାୟ 1000 ଲୋକ ଥିଲେ ବିଦେଶରେ। ସେଥିରୁ ପ୍ରାୟ 400 କେତେ 400 ରୁ 500 ଭିତରେ ଦୀକ୍ଷା ନେଲେ। ଆଉ ସମସ୍ତେ ନେଉଛନ୍ତି ବିଦେଶୀ, ସେଥିରେ କିଏ ଅନ୍ୟାନ୍ୟ ସମ୍ପ୍ରଦାୟରୁ ଦୀକ୍ଷା ନେଇଛନ୍ତି, ତାଙ୍କର ମନ କ'ଣ ହବ ସେଇଠି ସବୁ ହଉଛି। ନା କ୍ରିୟା ଯୋଗର ପ୍ରସାର ହଉଛି। ମୁଁ ଯାଉଛି, ମୁଁ କରିକି ଆଉଛି। ଆଉ ଏବେ ଏଇ କରୋନା ଯୋଗୁଁ ମୁଁ 5 ବର୍ଷ ବସିଯାଇଛି। ମୁଁ ଯାଉଛି ପ୍ରତିବର୍ଷ, ୟୁରୋପକୁ ଯାଉଛି, ଆମେରିକାକୁ ଯାଉଛି। ଏବେ ବି ଭାବୁଛି ବୟସ ହେଲାଣି, ଆଉ ଯିବି କି ନାହିଁ ମୁଁ ବି ଚିନ୍ତା ବି କରୁଛି। ବୟସ, ହଁ। ଏଠି ବସି ବାଣ୍ଟିଲେ ବି ସେ ଜ୍ଞାନଟା ବହୁ ଲୋକ ଯିବେ, ଆସିଲେ ଏଇଠି ନେବେ। ଏଠି ମୁଁ କରୁନି, ଏଠି କରୁଛି। ଯାହାର ଜ୍ଞାନ ଦରକାର ସେ ଖୋଜି ଖୋଜି ଆସିବ। ହଁ, ଲୋକ ବିଭିନ୍ନ ଜାଗାରୁ ଏଠି ଆମର ଆସୁଛନ୍ତି ନା। କେବଳ ଖାଲି ଆପଣ ଭାବୁଛନ୍ତି ଓଡ଼ିଆ ଲୋକ ଆସୁଛନ୍ତି, ନାଇଁ ନାଇଁ, ମୁଁ ବେଙ୍ଗଲ ଲୋକ ଦେଖିଲି। ସବୁ ଲୋକ ପୁରା କହୁଛି, ସବୁ ଷ୍ଟେଟରୁ ଲୋକ ଆସୁଛନ୍ତି, ସବୁ ଦେଶରୁ ବି ଲୋକ ଆସୁଛନ୍ତି ଏଠିକି। ତାହେଲେ ଆପଣ କହିବାର ସାରାଂଶ ସବୁ ଏତେ ଆଲୋଚନାରେ ଯାହା ବୁଝିଲି, କ୍ରିୟା ଯୋଗ ହେଉଛି ଜୀବାତ୍ମା ଆଉ ଆପଣଙ୍କର ଦେବାତ୍ମା, ଆମ ଆତ୍ମା ପରମାତ୍ମାର ମାନେ ମିଳନ ଗୋଟେ, ମାନେ ମିଶେଇବ ଦିଙ୍କି। ମଝିରେ ମାୟା ରହିଛି। ଆଚ୍ଛା। ମାୟା ଦ୍ୱାରା ଆତ୍ମା ପରମାତ୍ମାଠୁ ମାନେ ଆଲୁପ ହେଇଯାଇକି ରହିଯାଉଛି। ତାକୁ ଦିଟାକୁ ସଂଯୋଗ କରାଯିବ ଆଉ କ'ଣ। ମାୟା ଯଦି ଦୂରେଇ ଗଲା, ସଂଯୁକ୍ତ ହବା ସେ ଯୋଗ ଅବସ୍ଥା ହଉଛି ଯୋଗ, ସିଷ୍ଟମ ହେଇଛି କ୍ରିୟା ଯୋଗ। ଆତ୍ମା ପରମାତ୍ମା ଆଉ କ'ଣ। ଆମର ଦେଖିବେ ଆମର 6ଟା ଦର୍ଶନ ଅଛି। 5ଟା ହେଲା ଥିଓରିଟିକାଲ, ଆଉ ଗୋଟିଏ ହେଲା ପ୍ରାକ୍ଟିକାଲ। ସେଇଟା ହଉଛି ପତଞ୍ଜଳି ଯୋଗ। ପତଞ୍ଜଳି ଯୋଗରେ ପ୍ରାୟ କହିଲି ଲେଖା ହେଇଛି ପରିଷ୍କାର, ତପ ସ୍ୱାଧ୍ୟାୟ ଈଶ୍ୱର ପ୍ରଣିଧାନାନି କ୍ରିୟା ଯୋଗ। ଅନ୍ୟମାନେ ଦେଖାନ୍ତୁ ତାଙ୍କୁ 6 ଦର୍ଶନ ଭିତରେ ଯେତେକ ଆଶ୍ରମ ଅଛି ସମସ୍ତେ କହନ୍ତୁ ତାଙ୍କର ବ୍ୟାପାରଟା କୋଉ ଦର୍ଶନରେ ଅଛି। 6ଟା ଦର୍ଶନ ଗୋଟେ ଦର୍ଶନ ତ କହିବେ, ଆଉ ପ୍ରାକ୍ଟିକାଲଟା ହଉଛି ଯୋଗ। ସେ 6 ଦର୍ଶନ ଭିତରେ, ହଁ, କି 6 ଦର୍ଶନ 6ଟା ଦର୍ଶନ ଆମ ଭାରତରେ, 6ଟାରୁ ଅଧିକା ନାହିଁ। ଯିଏ କହିବେ ସେ ଭୁଲ କହୁଛନ୍ତି। 6 ଦର୍ଶନ ଭିତରେ କ୍ରିୟା ଯୋଗ, ଯୋଗ ନୁହଁ କ୍ରିୟା ଯୋଗ। 6 ଦର୍ଶନ ଅଛି, 6 ଦର୍ଶନ ଭିତରୁ ଯୋଗ ଦର୍ଶନ ଗୋଟିଏ। ସେ ଯୋଗ ଦର୍ଶନ ଲେଖା ହେଇଛି ତପ ଶ୍ରଦ୍ଧା ଈଶ୍ୱର ପ୍ରଣିଧାନାନି କ୍ରିୟା ଯୋଗ। এই 5ଟା ଯାକ ଥିଓରି, ଆଉ ଯୋଗଟା ହଉଛି ସେ ଯାହା ଯିଏ କହିଲା ତାକୁ ଉପଲବ୍ଧି କରିବା ହେଲା ଯୋଗ। ଅନ୍ୟ 5ଟା ପଢିବେ, ଏଇଟା କରିବେ ନିଜେ। ସେ ଖାଲି ଥିଓରିକାଲ ଜାଣିବେ ଏଇ ଜିନିଷଟା ଏଇଠି ବେଦାନ୍ତ ବାଲା ସେ ବେଦାନ୍ତ ପଢିବେ, ଦର୍ଶନ ବାଲା ଦର୍ଶନ ପଢିବେ, କି ଯେ ସାଂଖ୍ୟ ବାଲା ସେ ସାଂଖ୍ୟ ପଢିବେ, ଯେ କର୍ମକାଣ୍ଡ ପଢିବ। ଯଦି ସେମାନେ କ୍ରିୟା ଯୋଗ ଲାଇନ ସେ ଯାହା ପଢିଛନ୍ତି ତାକୁ ଉପଲବ୍ଧି କରିବେ। ଆଉ ଯେ ନ ଆସିଲା ଏଥିରେ ଉପଲବ୍ଧି ଅଛି, ସେଥିରେ ଖାଲି ମାନେ ଏଇ ଯୋଉ ଉପଲବ୍ଧି କରିବେ। ଏଇ ଆମର କ୍ରିୟା ଯୋଗଟା ଉପଲବ୍ଧି ଶାସ୍ତ୍ର, ଉପଲବ୍ଧିଟା ପ୍ରାକ୍ଟିକାଲ ଏଇଟା ମିଳିବ। ମାନେ ଆପଣ ମୁଣ୍ଡରେ ଯେତେ ଗ୍ଲାନି ଅଛି ଧ୍ୟାନରେ ବସିକି ଧ୍ୟାନରେ ବସିଲେ ଧ୍ୟାନ ନିର୍ବିଷୟ ମନ, ଧ୍ୟାନ ସଲୀନ ମାନସ, ସବୁ ଦୂର କରିଦବ। କିନ୍ତୁ ଜଣେ ପ୍ରପରଲି କରିବାକୁ ପଡିବ, ଖାଲି ଏମିତି ବସି ପଡ଼ିଲେ ତାହେଲେ ମନଟା ଈଶ୍ୱର ପାଖରେ ପହଞ୍ଚିବ। ତାପରେ କେତେବେଳେ ଷ୍ଟେଜ ଅଛି ନା, 6ଟା କ୍ରିୟା ଯୋଗ ଆମର ଅଛି। ଧରନ୍ତୁ ଆମର ପ୍ରଥମ କ୍ରିୟାରେ ଅତି କମରେ 6ଟା 7ଟା ଟେକ୍ନିକ୍ ରହିଲା, ସବୁ ତ ମିଶିକି ଟପିକ୍ ଅନୁସାରେ ଗଣିଲେ 12ଟା ହେଲା ଫାଷ୍ଟ କ୍ରିୟା। ସେକେଣ୍ଡ କ୍ରିୟାରେ ସେମିତି 4ଟା ଷ୍ଟେପ୍ ଅଛି, 4ଟା ଷ୍ଟେପ୍ରେ ତା ପ୍ରତି ପୁଣି ସବ୍ ଷ୍ଟେପ୍ ଅଛି ସବୁ, ହେଇକି 4ଟା। ତୃତୀୟ କ୍ରିୟା ସେମିତି 2ଟା, ଏମିତି ସବୁ ଗୋଟେ ଖାଲି ଗୋଟେ କ୍ରିୟା ଗୋଟେ କହିଲେ ସେ ଗୋଟିଏ ସେ ନୁହଁ, ନାଇଁ ତାର ଅଛି ବିଭିନ୍ନ ପ୍ରକାର ଅଛି। ଆଜି ସନ୍ଧ୍ୟାଟା ଭଲରେ କଟିଲା ଆପଣଙ୍କ ସହ, ମାନେ କିଛି ବୁଝିଲୁ। ଆମେ ତ ସେଇ ଖବର ସଂଗ୍ରହ କରି ଆମର ବେଳ ଯାଉଛି। 40 ବର୍ଷ ହେଲା ସାମ୍ବାଦିକତା କରିବା, ତେଣୁ ଏଇ ପ୍ରାକ୍ଟିକାଲ ନଲେଜ ଏଇଟା।